ଆପଣ ଜାଣନ୍ତି କି ସୀତା ଦେବୀ ହେଉଛନ୍ତି ରାବଣଙ୍କ ଝିଅ? ହଁ, ଏହା କେବଳ ଏକ କାହାଣୀ ନୁହେଁ, ଏକ ଲୁଚାଇ ରହିଥିବା ସତ୍ୟ ଯାହା ଅନେକ ଜାଣିନାହାନ୍ତି। ଆସନ୍ତୁ ଆଜି ଆମେ ଜାଣିବା ରାବଣ ଓ ସୀତାଙ୍କ ମଧ୍ୟରେ ଥିବା ସେ ଗୁପ୍ତ ସମ୍ପର୍କକୁ। ସୀତା ରାବଣଙ୍କ ଝିଅ ଥିଲେ, ଏହା ସତ୍ୟ କି ମିଥ୍ୟା? ପ୍ରାଚୀନ ଭାରତର ସେହି ଯୁଗ ଯେତେବେଳେ ଧର୍ମ ଓ ଅଧର୍ମ ମଧ୍ୟରେ ଅଦୃଶ୍ୟ ସଂଘର୍ଷ ଚାଲିଥିଲା, ଦେବତା ଓ ଦାନବ ମଧ୍ୟରେ ଅନନ୍ତ ଯୁଦ୍ଧ ହେଉଥିଲା, ସେହି ସମୟରେ ଥିଲେ ଏକ ମହାପଣ୍ଡିତ ଓ ଶକ୍ତିଶାଳୀ ରାଜା, ଲଙ୍କାପତି ରାବଣ। ସେ ଶିବଭକ୍ତ, ମହାତପସ୍ୱୀ ଓ ଦଶମୁଖୀ ଦାନବ ହୋଇ ମଧ୍ୟ ଏକ ଅତି ଜ୍ଞାନୀ ଥିଲେ। କିନ୍ତୁ ଭାଗ୍ୟ ଏମିତି ଏକ ରହସ୍ୟ ଲେଖିଦେଇଥିଲା ଯାହା ତାଙ୍କ ନାଶ ହେବ। ଏକ ଦିନ ତାଙ୍କ ରାଣୀ ମନ୍ଦୋଦରୀ ଜଣେ ସୁନ୍ଦର କନ୍ୟାକୁ ଜନ୍ମ ଦେଲେ। ସମସ୍ତ ଲଙ୍କା ଖୁସିରେ ମାତିଗଲା। ରାଜ ପରିବାରରେ ନୂଆ ସଦସ୍ୟ ଆସିଥିଲା, କିନ୍ତୁ ରାବଣ ଅଧିକ ଗର୍ବିତ ଓ ଜ୍ୟୋତିଷ ଜ୍ଞାନରେ ଆସକ୍ତ ଥିଲେ। ସେ ଜ୍ୟୋତିଷଙ୍କୁ ଡାକିଲେ ମୋ ଝିଅର ଭବିଷ୍ୟତ କେମିତି ଜାଣିବା ପାଇଁ। ଜ୍ୟୋତିଷୀ ହିସାବ ଦେଖି ଆବାକ୍ ହୋଇଗଲେ। ସେ କହିଲେ, ମହାରାଜ, ଏହି ଝିଅ ଆପଣଙ୍କ ନାଶର କାରଣ ହେବ। ଏହା ଶୁଣି ରାବଣଙ୍କ ହୃଦୟ ଭୟରେ କମ୍ପିଗଲା। ସେ କହିଲେ, ନାଶ? ମୋର ଝିଅ ମୋର ନାଶ କରିବ? ଏହା କେବେ ହେବ ନାହିଁ। ସେ ଦେଲେ ନିର୍ଦ୍ଦେଶ, ଏହି ଶିଶୁକୁ ଦୂରେ ନେଇ ଯାଅ, ଲଙ୍କାରୁ ବାହାରେ ଛାଡ଼ିଦିଅ। ରାତିର ଅନ୍ଧକାରରେ ସେହି ଶିଶୁକୁ ଗୋଟିଏ ସୁନାର ଖୋଲିରେ ରଖି ସମୁଦ୍ରରେ ଭସାଇ ଦିଆଗଲା। କେହି ଜାଣିଲେ ନାହିଁ ଯେ ସେ ଝିଅ ଏକଦିନ ରାବଣଙ୍କ ଭାଗ୍ୟକୁ ଲେଖିଦେବେ। ସମୁଦ୍ର ତରଙ୍ଗ ଆସିଲା ଗଲା ଏବଂ ଶିଶୁ ଦୂରେ ମିଥିଳା ଦେଶକୁ ଯାଇ ପହଞ୍ଚିଲା। ସେଠି ରାଜା ଜନକ ଚାଷ କରୁଥିଲେ। ଯେଉଁଠି ଜମି ଚାଷ ହେଉଥିଲା, ସେ ମାଟି ଖୋଳିବା ସମୟରେ ସୁନା ଖୋଲି ଭିତରୁ ଏକ ଶିଶୁକୁ ଦେଖିଲେ। ସେ ଶିଶୁ ହସୁଥିଲା ଓ ମାଟି ଦ୍ୱାରା ଚାରିପଟେ ଘେରି ହୋଇ ରହିଥିଲା। ଜନକ ଅବାକ୍ ହୋଇଗଲେ। ଏହା ମୋତେ ମାଟି ଦେଇଛି, ଏହା ମୋର କନ୍ୟା। ସେ ସେହି କନ୍ୟାଟିର ନାମ ରଖିଲେ ସୀତା, ଅର୍ଥାତ୍ ମାଟି ଭିତରୁ ଜନ୍ମିତା। ପ୍ରକୃତରେ ସେ ସୀତା ହେଉଛନ୍ତି ରାବଣଙ୍କର କନ୍ୟା। ମିଥିଳାରେ ରାଜପୁରୀ ଆଲୋକରେ ଭରି ଯାଇଥିଲା। ରାଜା ଜନକ ଓ ରାଣୀ ସୁନୟନା ତାଙ୍କ ଜୀବନର ସବୁ ମହାନ ଉପହାର ଭାବେ ସୀତାଙ୍କୁ ଦେଖୁଥିଲେ। ସେ ଥିଲେ ଶାନ୍ତ, ସୁନ୍ଦର, ଦୟାଳୁ ଓ ଅସାଧାରଣ ଗୁଣର ଧାରଣୀ। ଛୋଟବେଳୁ ସେ ପୁସ୍ତକ, ଧର୍ମ ଓ ଯଜ୍ଞ ଭଳି ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ରଖୁଥିଲେ। ସେ ଗଛପଲା ରୋପଣ କରୁଥିଲେ, ଗାୟମାନଙ୍କୁ ଦୁଗ୍ଧ ଦେଉଥିଲେ ଓ ଜନତାଙ୍କ ସହ ମିଶି ତାଙ୍କ ଦୁଃଖ ଶୁଣୁଥିଲେ। ମିଥିଳାର ଲୋକମାନେ କହୁଥିଲେ, ଏହି ଶିଶୁ ଦେବୀ ଲକ୍ଷ୍ମୀଙ୍କ ଅଂଶ ହୋଇଥିବେ ନିଶ୍ଚିନ୍ତ। ସେତେବେଳେ କେହି ମଧ୍ୟ ଜାଣିନଥିଲେ ଯେ ଏହି ଶିଶୁ ଅସଲରେ ଲଙ୍କାରୁ ଆସିଥିଲେ, ଯେଉଁ ଦେଶକୁ ଭଗବାନ ରାମ ଆଗାମୀ ଯୁଦ୍ଧରେ ଧ୍ୱଂସ କରିଦେବେ। ଧନୁର୍ଯ୍ୟ ଭାଗ୍ୟର ଶୃଙ୍ଖଳା। ସୀତା ବଢ଼ିଲେ, ସେହି ସହିତ ବଢ଼ିଲା ତାଙ୍କ ଦିବ୍ୟ ଶକ୍ତି। ଜନକ ମହାରାଜ ଏକଦିନ ଦେଖିଲେ ସେ ଛୋଟ ହାତରେ ଶିବଧନୁଷ ଉଠାଇ ଦେଲେ। ଏହା ଦେଖି ସମସ୍ତ ମନ୍ତ୍ରୀ ଋଷି ଅବାକ୍ ହେଲେ। ସେହି ଧନୁଷ ଯାହା ଦେବତାମାନେ ମଧ୍ୟ ଉଠାଇ ପାରିନଥିଲେ। ଏକ କନ୍ୟା ହେଇ ସେହି ଧନୁଷଟିକୁ ଉଠାଇ ଦେଲା। ଜନକ କହିଲେ, ଯେଉଁ ପୁରୁଷ ଏହି ଧନୁଷ ଉଠାଇ ପାରିବ, ସେହି ସୀତାଙ୍କ ସହ ବିବାହ କରିପାରିବ। ସେହିପରି ଆରମ୍ଭ ହେଲା ସୀତା ସ୍ୱୟଂବର। ସମସ୍ତ ଦେଶର ରାଜାମାନେ, ଯୋଦ୍ଧାମାନେ ଓ ଦେବତା ଅଂଶୀ ନରମଣିଷ ଆସିଲେ, କିନ୍ତୁ କେହି ଧନୁଷ ଉଠାଇ ପାରିଲେ ନାହିଁ। ଶେଷରେ ଆସିଲେ ଭଗବାନ ରାମ, ଯିଏ ଥିଲେ ବିଷ୍ଣୁଙ୍କ ଅବତାର। ସେ ହସି କହିଲେ, ଗୁରୁ, ଅନୁମତି ଦିଅନ୍ତୁ। ଏକ ହାତରେ ସେ ଧନୁଷ ଉଠାଇଲେ ଓ ତାହା ଭାଙ୍ଗିଦେଲେ। ସମସ୍ତ ଆଶ୍ଚର୍ଯ୍ୟ। ସୀତା ମନେ ଭାବିଲେ, ଏହି ପୁରୁଷ ହିଁ ମୋ ଭାଗ୍ୟ। ଏବଂ ସେହି ଦିନ ସେ ରାମଙ୍କ ହାତରେ ମାଳା ପିନ୍ଧାଇ ଦେଲେ। ଏହା ଥିଲା ଦେବତାଙ୍କ ଯୋଜନା, ଯାହାଦ୍ୱାରା ରାବଣଙ୍କର ନାଶ ନିଶ୍ଚିନ୍ତ ହେଲା। ଭାଗ୍ୟ ଆରମ୍ଭ ହେଲା। ସୀତା ଓ ରାମ ଅଯୋଧ୍ୟା ଗଲେ। ସେଠାରେ ଆନନ୍ଦ ଓ ଖୁସି ଉତ୍ସବ ହେଲା। କିନ୍ତୁ ଭାଗ୍ୟର ଲେଖା ଆପଣ ବଦଳାଇ ପାରିବେ କି? ଏକ ଯୋଗ ଥିଲା, ଝିଅ ତାଙ୍କ ଜନ୍ମଦାତାଙ୍କ ସହ ମିଶିବେ, କିନ୍ତୁ ତାଙ୍କ ନାଶ ହେବାର ଆକାରେ।
ଅନେକ ବର୍ଷ ପରେ ଜଙ୍ଗଲ ନିବାସୀ ସମୟରେ ରାବଣ ସେହି ସୀତାଙ୍କୁ ହାରିନେଲେ। ସେହି ଦୃଶ୍ୟ ସମସ୍ତ ଭାରତର ହୃଦୟ ଆଲୋଡ଼ି ଦେଲା। କିନ୍ତୁ ଯଦି ଆମେ ରାବଣଙ୍କ ଦୃଷ୍ଟିରୁ ଭାବିବା, ସେ ତାଙ୍କ ନିଜ ଝିଅକୁ ଅଜାଣତରେ ଆଣିଦେଇଥିଲେ। ଏହା ଭାଗ୍ୟ ଓ ଦେବତାଙ୍କ ନିୟୋଜିତ ଖେଳ ନୁହେଁ କି? ରାବଣ ତାଙ୍କ ଷୋହଳି ଶକ୍ତି ନେଇ ଦେବତାଙ୍କୁ ଜିତିଥିଲେ, କିନ୍ତୁ ଏକ ନାରୀ ଆଗରେ ସେ ଭାଗ୍ୟରେ ହାରିବେ ଏହା ସେ ଜାଣିନଥିଲେ। ସୀତା ରାମଙ୍କ ସହ ଅରଣ୍ୟବାସରେ ଥିଲେ। ଏକ ଦିନ ରାବଣଙ୍କର ଭଉଣୀ ଶୂର୍ପଣଖା ସୀତାଙ୍କୁ ଦେଖିଲେ। ସେ ରାମଙ୍କୁ ଦେଖି ମନେ ମୋହିଗଲେ ଓ ସୀତାଙ୍କୁ ଅପମାନ କଲେ। ଏହାପରେ ଲକ୍ଷ୍ମଣ ତାଙ୍କ ନାକ ଓ କାନ କାଟିଦେଲେ। ଶୂର୍ପଣଖା ରାବଣଙ୍କ ପାଖକୁ ଗଲେ ଓ ରୋଷ ହୋଇ ସେ କହିଲେ, ସୀତା ନାମକ ଜଣେ ନାରୀ ଅଛନ୍ତି, ତାଙ୍କ ସୁନ୍ଦରତା ଦେଖି ଦେବତାମାନେ ମଧ୍ୟ ମନ ହରାଇ ପାରନ୍ତି। ଏହା ଶୁଣି ରାବଣଙ୍କ ମନ ମୋହିଗଲା। ସେ ଚିନ୍ତା କଲେ, ମୁଁ ସେହି ନାରୀକୁ ନେଇ ଆସିବି ଓ ରାମଙ୍କୁ ଶିକ୍ଷା ଦେବି। କିନ୍ତୁ ସେ ଜାଣିନଥିଲେ ଏହି ନାରୀ ଅସଲରେ ସେ ଝିଅ ଯାହାକୁ ସେ ଏକଦିନ ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଏହା ହେଲା ଭାଗ୍ୟର ସେହି ଖେଳ ଯେଉଁଠି ଅପରାଧୀ ଓ ତ୍ୟାଗୀତା ମିଶିଗଲେ। କିନ୍ତୁ ପିତା କନ୍ୟା ଅସ୍ପଷ୍ଟ ସମ୍ପର୍କରେ ସୀତାଙ୍କ ଲଙ୍କା ପ୍ରବେଶ। ମରିଚି ମୃଗ ରୂପେ ଆସିଲା। ସୀତା ମୋହିଗଲେ। ରାମ ତାହା ପଛରେ ଧାଉଥିଲେ। ଲକ୍ଷ୍ମଣ ରେଖା ଆଙ୍କିଦେଲେ। ଦେବୀ ଏହି ରେଖା ନ ମାନି ଭାଗ୍ୟ ଯେଉଁଠି ରାଜା କରେ ସେଠି ମନୁଷ୍ୟର ଶକ୍ତି କେଉଁଠି ଆସିବ? ସୀତା ରେଖାକୁ ନ ମାନି ଆଗକୁ ଚାଲିଲେ ଏବଂ ରାବଣ ଆସିଲେ ଓ ସେ ଲଙ୍କାକୁ ନେଇଗଲେ। ଲଙ୍କା ଆଲୋକିତ ହୋଇଗଲା, କିନ୍ତୁ ରାବଣ ମନେ ଅଜଣା ଶକ୍ତିହୀନ ଭାବ ପାଇଲେ। ସେ ସୀତାଙ୍କୁ ଦେଖି ମନେ କହିଲେ, ଏହି ମୁହଁକୁ କେଉଁଠି ଦେଖିଛି। ସେ ଅସ୍ପଷ୍ଟ ଏକ ଆକର୍ଷଣ, ଭୟ ମଧ୍ୟ ଅନୁଭବ କଲେ। ଭାଗ୍ୟର ସାପ। ସୀତା ଅଶୋକ ବାଟିକାରେ ରହିଲେ। ହନୁମାନ ଆସିଲେ, ତାଙ୍କୁ ରାମଙ୍କ ଆଙ୍ଗୁଠି ଦେଲେ। ସେ ଆଶା ପାଇଲେ, ଆସ୍ଥା ଜାଗିଲା। ରାବଣ ମଧ୍ୟ ଜାଣିଲେ ଏହି ନାରୀକୁ ଛୁଇଁବା ମୋ ନାଶ ହେବ। ତେବେ ସେ କହିଲେ, ମୁଁ ଏହି ନାରୀକୁ ବଳେ ନୁହେଁ ମନେ ଜିତିବି। କିନ୍ତୁ ସେ ଜାଣିନଥିଲେ ଏହି ଝିଅ ଅସଲେ ତାଙ୍କ ଜନ୍ମନାଶର ଅଗ୍ନି। ଭଗବାନଙ୍କ ଯୋଜନା। ଦେବତାମାନେ ଉପରେ ଦେଖୁଥିଲେ। ଏହା ହେଉଛି ରାବଣର ଅନ୍ତିମ ଅଧ୍ୟାୟ। ସେ ଝିଅକୁ ସେ ତ୍ୟାଗ କଲେ। ସେହି ଝିଅ ତାଙ୍କ ନାଶ ଆଣିବ। ଭଗବାନ ରାମ ତାଙ୍କ ସେନା ସହ ଆଗୁଆ ହେଲେ। ସମୁଦ୍ର ମଧ୍ୟରେ ପୋଲ ତିଆରି କଲେ। ସେହି ମୁହୂର୍ତ୍ତରେ ଦେବତା ହସିଲେ। ଯାହା ଜନ୍ମ ନେଲା ଭୟରୁ ସେ ଅବସାନ ନେବ ନ୍ୟାୟରୁ। ମୁଁ ଆଶା କରୁଛି ଦର୍ଶକ ବନ୍ଧୁ, ଏହି କାହାଣୀଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଏହା ସତ୍ୟ କାହାଣୀ। ଏ ଭିଡ଼ିଓ ମାଧ୍ୟମରେ ଆପଣ ଜାଣିପାରିଥିବେ ଯେ ସୀତା ହେଉଛନ୍ତି ରାବଣଙ୍କର କନ୍ୟା। ଯଦି ଭିଡ଼ିଓଟି ଭଲ ଲାଗିଲା, ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି। ଜୟ ଜଗନ୍ନାଥ।